ଡିସେମ୍ବର 25ରେ ବୁଲିବାକୁ ଯାଇ କିପରି ରବି ମୋତେ ଘେହିଲା ମୁଁ ସେଇ ବିଷୟରେ ଆପଣଙ୍କୁ ଏ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରବି ହେଉଛି ମୋର ପିଉସୀ ପୁଅ ଭାଇ। ସେ ବାରମ୍ବାର ଆମ ଘରକୁ ଆସେ ଏବଂ ଆମ ଘରେ ରୁହେ। ଥଟ୍ଟା ମଜା ସେ ମୋ ସହିତ ହୁଏ। କିନ୍ତୁ ଏ ବର୍ଷ ଏଇ ଡିସେମ୍ବର 25 ଦିନ ସେ ଆସି ଆମ ଘରେ ପହଞ୍ଚିଲା ଏବଂ ତାର KTM ବାଇକ୍ଟାକୁ ନେଇ ମଧ୍ୟ ଆସିଥିଲା। ସେ କହିଲା, ରୋଜି ଚାଲ ଆଜି ମୁଁ ତତେ ଡିସେମ୍ବର 25ରେ ବୁଲେଇବାକୁ ନେଇଯିବି। ଏବଂ ସେଇ ବୁଲେଇବାକୁ ନେଇ କିପରି ସେ ମୋତେ ସେଇ KTM ବାଇକ୍ ଉପରେ ଶୁଏଇ ମୋତେ ଘେହିଁ ମୋର ବିୟାକୁ ପୁରା ନାଲି କରିଦେଲା, ମୁଁ ସେଇ ବିଷୟରେ ଆପଣମାନଙ୍କୁ ଜଣାଉଛି। ନମସ୍କାର, ମୁଁ ରୋଜି। ଆପଣମାନେ ଦେଖୁଛନ୍ତି ପ୍ରିୟା ୟୁଟ୍ୟୁବ୍ ଚ୍ୟାନେଲ୍। ତ ଏହି ଚ୍ୟାନେଲ୍କୁ ଯଦି ଆପଣମାନେ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଦୟାକରି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପନ୍ତୁ। କାରଣ ଏହି ଚ୍ୟାନେଲ୍ରେ ମୁଁ ବରାବର ଏମିତି ହଟ୍ ଭିଡ଼ିଓ ଆପଣଙ୍କ ପାଇଁ ଛାଡ଼ୁଛି। ତେଣୁ ଏହି ହଟ୍ ଭିଡ଼ିଓକୁ ଦେଖିବା ପାଇଁ ଆପଣମାନେ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ତ KTM ବାଇକ୍କୁ ନେଇ ଆସିଥିଲା ମୋର ମାଉସୀ ପୁଅ ରବି। ମୋତେ କହିଲା ଚଲ ବୁଲିବା ପାଇଁ ଯିବା। ମୁଁ ବି ରାଜି ହେଇଗଲି, ସଜବାଜ ହେଇଗଲି, ଗାଧୋଇ ପାଧୋଇ ରେଡ଼ି ହେଇଗଲି ବୁଲିବାକୁ ଯିବା ପାଇଁ। ମୋତେ ସିଏ ନେଇଗଲା ସମୁଦ୍ର ପାଖକୁ। ଆମେ ଦୁଇ ଜଣ ସମୁଦ୍ର ପାଖରେ ବେଶ ବୁଲାବୁଲି କଲୁ। ମୋତେ ଚଟପଟି ଖାଦ୍ୟ ମଧ୍ୟ ସେ ଖୁଆଇଲା ଏବଂ ବୁଲୁ ବୁଲୁ ଆମେ ସମୁଦ୍ରର ଗୋଟିଏ ଧାର ଆଡ଼କୁ ବା ଝାଉଁ ବଣ, ଯେଉଁ ଝାଉଁ ବଣ ଅଛି ସମୁଦ୍ର ପାଖରେ, ସେଇ ଝାଉଁ ବଣ ଭିତରେ ବୁଲୁଥିଲୁ। ସେ ଗୋଟିଏ ସ୍ଥାନରେ ବାଇକ୍ଟିକୁ ରଖିଦେଲା, ଦେଇଗଲା ଚଲ ଆମେ ଚାଲି ଚାଲି ଆଗ ଆଡ଼କୁ ଯିବା ଏବଂ ବୁଲିବା। ମୁଁ ମଧ୍ୟ ତା ସହିତ ଚାଲିଗଲି। କିଛି ବାଟ ଯିବା ପରେ ଗୋଟିଏ ବଡ଼ ପଥର ଚଟାଣ ଥିଲା। ସେଇ ପଥର ଚଟାଣ ପାଖରେ ସେ ବସି ପଡ଼ିଲା ଏବଂ କହିଲା, ତୁ ଏଠାରେ ଟିକେ ବସ। ମୁଁ ବି ତା ପାଖରେ ବସି ପଡ଼ିଲି। କିଛି ସମୟ ବସି ସାରିଲା ପରେ ଇଆଡ଼େ ସିଆଡ଼େ ଆମେ କଥା ହେଉଛୁ। ସେ କ'ଣ କଲା ନା ମୋ ଗୋଡ଼ରେ ହାତ ବୁଲେଇଲା। ତାର ହାବଭାବ ଗୁଡ଼ିକ ଦେଖି ମୁଁ ଜାଣିପାରିଲି ଯେ ସେ ଆଜି ଟିକେ ଅନ୍ୟ ରକମର ଅଛି। ହଠାତ୍ ସେ କ'ଣ କଲା ନା ମୋତେ କହିଲା ଯେ ଆଜି ମୁଁ ତତେ ଟିକେ ଘେହିବି। ଘେହିବା କଥା ଶୁଣି ମୁଁ ପୁରା ଘାବରେଇ ଗଲି। କାରଣ ସେ କେବେ ଏମିତି କେବେ ମୋତେ କହିନଥିଲା। ମୁଁ କହିଲି, ଆରେ ତୁ ଏମିତି କ'ଣ କହୁଛୁ? ସେ କହିଲା, ବହୁତ ଦିନ ଧରି ମୁଁ ତୋତେ ଏଇ କଥା କହିବି ବୋଲି ଭାବୁଥିଲି, କିନ୍ତୁ କହିପାରୁନଥିଲି। ଆଜି ତୋତେ ଏଇ କଥା କହୁଛି, ମୋତେ ଟିକେ ଘେହିବାକୁ ସୁଯୋଗ ଦେ। ରବି ଦେଖିବାକୁ ସୁନ୍ଦର ଏବଂ ଲମ୍ବା, ଗୋରା ମଧ୍ୟ। ମୋଟାମୋଟି କହିବାକୁ ଗଲେ ସୁନ୍ଦର ଯୁବକଟିଏ। ତେଣୁ ତା ପାଖରୁ ଗେହା ଖାଇବା ପାଇଁ ପୂର୍ବରୁ ମୋର ମନ ଥାଏ, କିନ୍ତୁ ମୁଁ ମଧ୍ୟ କେବେ ତାକୁ କହିପାରୁନଥାଏ। ତେଣୁ ସେ ଯେତେବେଳେ ମୋତେ କହିଲା, ମୁଁ ମନେ ମନେ ଖୁସି ହେଇଗଲି, କିନ୍ତୁ ଉପରେ ଉପରେ କହିଲି, ନା ନା, ଏସବୁ ଭଲ କଥା ନୁହେଁ। ସେ କିନ୍ତୁ କିଛି ଶୁଣିବା ଅବସ୍ଥାରେ ନଥିଲା। ସେ ସିଧା ମୋତେ
ଟାଣି ନେଇ ମୋର ଦୁଧକୁ ଉଠେଇବାକୁ ଲାଗିଲା। ଦୁଧର ମୁଣ୍ଡିକୁ ରଗଡ଼ିବାକୁ ଲାଗିଲା ଏବଂ ଦୁଧରେ ତା ମୁହଁକୁ ଖେଞ୍ଚି ହେଲା। ଏମିତି କରୁ କରୁ ହଠାତ୍ କ'ଣ କଲା, ସେ ମୋ ସାର୍ଟର ବଟନକୁ ଖୋଲି ଦେଇ ମୋ ଦୁଧକୁ ବାହାରକୁ ବାହାର କରି ଆଣିଲା ଏବଂ ତା ମୁହଁରେ ଚୁଚୁମିବାକୁ ଲାଗିଲା। ମୋ ଦୁଧର ମୁଣ୍ଡିକୁ ସେ ଯେତେବେଳେ ଚୁଚୁମୁଥିଲା, ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ମୁଁ ମଧ୍ୟ ତାକୁ କୁଣ୍ଢେଇ ଧରିଲି। ସେ କ'ଣ ଆଉ ମୋତେ ଛାଡ଼େ? ସେ କ'ଣ କଲା ନା ମୋତେ ସେଇ ପଥର ଉପରେ ଶୁଏଇ ଦେଇ ମୋର ପେନ୍ଟିକୁ ତଳକୁ ଟାଣିଦେଲା ଏବଂ କହିଲା, କେତେ ସୁନ୍ଦର ବିଆ ତୋର। ଆଜି ମୁଁ ତୋର ବିଆରୁ ସବୁ ରସ ବାହାର କରିଦେବି। ଏହି କଥା କହି ସେ ପାଗଳ ଭଳିଆ ତା ମୁହଁରେ ମୋ ବିଆକୁ ଚାଟିବାକୁ ଲାଗିଲା। ନିର୍ଦ୍ଧୁମ ଚାଟିଲା। ସେ ଯେତେ ଚାଟୁଥାଏ ମୋତେ ସେତେ ଆରାମ ଲାଗୁଥାଏ। ମୁଁ ମଧ୍ୟ ତାକୁ ଚାଟିବାର ସୁଯୋଗ ଦେଲି। ଦୁଇ ଗୋଡ଼କୁ ମେଲେଇ ରଖିଲି। ସେ ବେଶ ଆରାମରେ ତା ଜିଭରେ ମୋ ବିଆକୁ ଚାଟି ଚାଲିଲା। କିଛି ସମୟ ଚାଟି ସାରିଲା ପରେ ମୁଁ ଅନୁଭବ କଲି ଯେ ତା ବାଣ୍ଡ ବର୍ତ୍ତମାନ ଟାଣ ହେଇଗଲାଣି। ମୁଁ ମୋର ବାମ ହାତରେ ତା ପେଣ୍ଟରେ ହାତ ବୁଲେଇଲି। ଦେଖିଲି ବାଣ୍ଡ ସମ୍ପୂର୍ଣ୍ଣ ଭାବରେ ଟାଣ ହେଇଯାଇଛି। ତା ପେଣ୍ଟର ବଟନକୁ ଖୋଲିଦେଲି ଏବଂ ତାର ବାଣ୍ଡଟିକୁ ବାହାରକୁ ବାହାର କରି ଆଣିଲି। କେଡ଼େ ଲମ୍ବା ବାଣ୍ଡ! ସେ ବାଣ୍ଡକୁ ଦେଖି ସାରିଲା ପରେ ମୋର ମନ ଆଉ ଥୟ ଧରିଲା ନାହିଁ। ସେ କ'ଣ କଲା ନା ତାର ବାଣ୍ଡଟିକୁ ଆଣି ମୋ ପାଟି ପାଖରେ ରଖିଲା। କହିଲା, ତୁ ଟିକେ ଏହାକୁ ଚୁଚୁମି ଦେ। ତାର ସେ ଲମ୍ବା ବାଣ୍ଡକୁ ଦେଖି ମୋର ମଧ୍ୟ ଚୁଚୁମିବାକୁ ପ୍ରବଳ ଇଚ୍ଛା ହେଲା। ମୁଁ କ'ଣ କଲି, ସିଧା ମୋ ପାଟିରେ ତା ବାଣ୍ଡଟିକୁ ପୂରେଇ ଦେଲି। କଦଳୀ ଖାଇଲା ଭଳି ମୁଁ ଖାଲି ଚୁଚୁମି ଚାଲିଲି। ମୁଁ ଯେତେ ଚୁଚୁମୁଥାଏ ସେ ଖାଲି ବହୁତ ବଢ଼ିଆ ଲାଗୁଛି, ଆଉ ଟିକେ ଚୁଚୁମ, ଏମିତି କହୁଥାଏ। କିଛି ସମୟ ଚୁଚୁମି ପାରିଲା ପରେ ମୁଁ ଦେଖିଲି ତା ବାଣ୍ଡରୁ ଫଣ୍ଟେ କିମ୍ବା 2 ଫଣ୍ଟା ନାଳ ବାହାରିଲା। ମୁଁ ଜାଣିନେଲି ଟକାର ବର୍ତ୍ତମାନ ଟାଇମ୍ ଆସିଛି। ତେଣୁ ତାକୁ କହିଲି ଯେ ତୁ ଆଉ ସମୟ ନଷ୍ଟ ନ କରି ଶୀଘ୍ର ମୋ ବିଆରେ ତୋ ବାଣ୍ଡକୁ ପୁରା। ସେ ମଧ୍ୟ ବିଳମ୍ବ ନ କରି ତାର ବାଣ୍ଡଟିକୁ ମୋ ବିଆ ଭିତରେ ପୂରେଇ ଦେଲା। ଓଃ, କି ଶାନ୍ତି! ଘେଇଁ ଚାଲିଲା, ପ୍ରବଳ ମାତ୍ରାରେ ଘେଇଁ ଚାଲିଲା। ମୁଁ ତ ଭାବିଥିଲି 1 ମିନିଟ୍ ବା 2 ମିନିଟ୍ ପରେ ତା ବାଣ୍ଡରୁ ସବୁତକ ନାଳ ବାହାରିଯିବ, କିନ୍ତୁ ନିର୍ଦ୍ଧୁମ ଭାବରେ ଘେଇଁ ଚାଲିଲା। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଘେଇଁ ସାରିଲା ପରେ ତା ବାଣ୍ଡରୁ ସବୁତକ ରସ ବାହାରକୁ ବାହାରି ଆସିଲା। ସେ ଶାନ୍ତି ପାଇଗଲା ଏବଂ ମୁଁ ମଧ୍ୟ ଶାନ୍ତି ପାଇଗଲି। ତ ଏହିପରି ଭାବରେ ମୁଁ ଡିସେମ୍ବର 25 ଦିନ ଗିଆଁ ଖାଇଲି। ମନ ପୁରା ଶାନ୍ତି ହେଇଗଲା। ମୋ ବୁଲିବା ସାର୍ଥକ ହେଇଗଲା। ମୋ ବିଆ ମଧ୍ୟ ଯେଉଁ ସଲସଲ କରୁଥିଲା ସେ ମଧ୍ୟ ଶାନ୍ତି ପାଇଗଲା। ଆଶା କରୁଛି ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଭିଡ଼ିଓଟିକୁ ଲାଇକ୍ ନିଶ୍ଚିତ ଭାବରେ କରିବେ। ଏହିପରି ହଟ୍ ଭିଡ଼ିଓ ଦେଖିବା ପାଇଁ ଆପଣଙ୍କୁ ବାରମ୍ବାର ଅନୁରୋଧ କରୁଛି ଯେ ପ୍ରିୟା ଟ୍ୟୁବ୍ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।